नमस्कार। आज आपको नहीं आसबि एक सुंदर दर्शनीय स्थान जहाँकि बाबा जटेश्वर स्वप्नेश्वर नाम परिचित। आसतु बंधु। କେନ୍ଦୁଝର ଜିଲ୍ଲାରେ ଏମିତି ଅନେକ ଦର୍ଶନୀୟ ସ୍ଥାନ ରହିଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣରୁ ବଞ୍ଚିତ ହୋଇ ରହିଛି। ମନ୍ଦିର ଜଳପ୍ରପାତ ଅଞ୍ଚଳରେ ବିକାଶର ଅଭାବ ଯୋଗୁଁ ଆଖପାଖ ଲୋକ ମଧ୍ୟ ଏସବୁ ଦର୍ଶନୀୟ ସ୍ଥାନଗୁଡ଼ିକୁ ଦେଖିବାରୁ ବଞ୍ଚିତ ଅଛନ୍ତି। ସେହିପରି ଏକ ସ୍ଥାନ ହେଲା ବଡ଼ବିଲ ଠାରୁ ଅନତ ଦୂରରେ ଥିବା ବଳିତା ଗ୍ରାମ ଜଙ୍ଗଲ ଓ ପାହାଡ଼ ଘେରା ପରିବେଶ ମଧ୍ୟରେ ଥିବା ଜଟେଶ୍ୱର ବାବାଙ୍କ ମନ୍ଦିର। ଏହାର ମନୋହର ଜଳପ୍ରପାତ ବଡ଼ବିଲ ଠାରୁ 8 କିଲୋମିଟର ଦୂର ଗଲାପରେ ଅର୍ଥାତ୍ ଯୋଡ଼ା ଅଭିମୁଖେ ଗଲାବେଳେ ବାବାଙ୍କ ମନ୍ଦିରକୁ ଯିବା ପାଇଁ ଏକ ଫଳକ ରହିଛି। ଏଠାରୁ 2 କିଲୋମିଟର ଭିତରକୁ 3ଟି ଝରଣା ଅତିକ୍ରମ କଲାପରେ ବାବାଙ୍କ ଦର୍ଶନ ସମ୍ଭବ ହୋଇପାରେ। ଠାକୁରାଣୀ ପାହାଡ଼ରୁ ଏକ ବିଶାଳକାୟ ପ୍ରସ୍ତର ଖଣ୍ଡରୁ ଜଳଝରି ଜଳେଶ୍ୱର ବାବାଙ୍କ ମସ୍ତକକୁ ଧୋଇ ଦେଉଥିବା ଦେଖିବାକୁ ମିଳେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଦୀର୍ଘ ବର୍ଷ ତଳେ ବଳିତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଓ ସେ ସ୍ୱପ୍ନାଦେଶରୁ ଜାଣିପାରିଲେ ଯେ ବଳିତା ଗ୍ରାମର ଜଙ୍ଗଲ ଓ ପାହାଡ଼ ଘେରା ଜଳପ୍ରପାତ ନିକଟରେ ଶିବଲିଙ୍ଗଟିଏ ପୂଜା ନ ପାଇ ପୋତି ହୋଇ ରହିଛି। ବାସ୍ ଏତିକିରେ ବ୍ୟକ୍ତି ଜଣଙ୍କର ନିଦ ଭାଙ୍ଗିଗଲା। ସକାଳୁ ସକାଳୁ ସେ ଖୋଜିବାକୁ ଲାଗିପଡ଼ି ଖୋଜି ଖୋଜି ଶେଷରେ ମିଳିଲା ଚଟାଣ ପରି ଶିବଲିଙ୍ଗଟିଏ। ସତକୁ ସତ 80 ଫୁଟ ଉଚ୍ଚର ପ୍ରସ୍ତର ଖଣ୍ଡ ମଝିରେ ଜଳଝରି ଶିବଲିଙ୍ଗଟିକୁ ଧୋଇ ଦେଉଛି। ସ୍ଥାନୀୟ ଲୋକମାନେ ଉକ୍ତ ସ୍ଥାନକୁ ପରିଷ୍କାର କଲେ ଓ ଜଣେ ସାଧୁଙ୍କୁ ପୂଜା ଅର୍ଚ୍ଚନା ପାଇଁ ଅନୁରୋଧ କଲେ। ଏବେ ସେ ସାଧୁ ବାବା ନାହାନ୍ତି, ହେଲେ ସେଦିନଠାରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ମୁଖ୍ୟତଃ ଏଠାରେ ଶ୍ରାବଣ ମାସରେ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥାଏ ଏବଂ ଶିବରାତ୍ରି ଓ ନୂଆବର୍ଷରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଗତ କିଛି ବର୍ଷ ମଧ୍ୟରେ କିଛି ଉଦ୍ୟମୀ ଭକ୍ତ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏଠାରେ ଗୋଟିଏ ଛୋଟ ପୋଲ ନିର୍ମାଣ କରାଯାଇଛି, ଯାହାଦ୍ୱାରା ଭକ୍ତମାନଙ୍କୁ ଆଗ ଭଳି ପାଣି ଭିତରେ ପଶି ମନ୍ଦିର ଯିବା ପାଇଁ ପଡ଼ୁନାହିଁ ଏବଂ ମନ୍ଦିର ସମ୍ମୁଖରେ ଏକ ଛାତ ନିର୍ମାଣ କରାଯାଇଛି, ଯାହାଦ୍ୱାରା ଭକ୍ତମାନେ ଖୁବ୍ ଆରାମରେ ବସା ଉଠା କରିପାରିବା ସହିତ ବିଶ୍ରାମ କରିପାରୁଛନ୍ତି ଏବଂ ବର୍ଷା ସମୟରେ ଆଶ୍ରୟ ମଧ୍ୟ ନେଇପାରୁଛନ୍ତି। ତା ସହିତ ପ୍ରଭୁଙ୍କ ଅନ୍ନପ୍ରସାଦ ଓ ଭକ୍ତମାନଙ୍କ ପାଇଁ ଏକ ରୋଷେଇଶାଳ ମଧ୍ୟ ନିର୍ମାଣ କରାଯାଇଛି। ସେଠି ଆପଣ କେମିତି ଲାଗୁଛି ପରିବେଶ? ପରିବେଶ ନାଇଁ ଭଲ, ମୁଁ ଆସେ sometimes ସେଠି ବୁଲିବା ପାଇଁ। ଆଜ୍ଞା ଯେତେ ଆମେ ଫିଲ୍ କରୁଛୁ କି ସଂସ୍କୃତ କରିବା ପାଇଁ ପାଇଥିଲୁ ଯେ ତାର ସେମିତି କିଛି କଣ ଏକ୍ସାମ୍ପଲ ଜଣା ନାହିଁ। ସେଠି ବୁଲି ଆସିଲ ଆଉ ଏଠି ଚାଲି ଆସିଛି। ନାଇଁ ତାର ଆଗରେ ଯେତେବେଳେ ମୁଁ 2018 ରୁ ଆସିଥିଲି ସେତେବେଳେ ତାପରେ ବହୁତ ଚେଞ୍ଜେସ୍ ହେଇଗଲାଣି। ଆଜ୍ଞା ଆଜ୍ଞା ଆଗରେ ତ କିଛି ନଥିଲା, ସେଇଠି ଏପଟେ ରାସ୍ତାଘାଟ ଥିଲା, ରାସ୍ତାଟା ବି ବହୁତ ଡେଞ୍ଜରସ୍ ଥିଲା। ତାପରେ ଲୋକମାନେ କହୁନା ସେ ସେଇ ଉପରେ ଯୋଉଟା ଅଛି ସେଇପଟେ ଯାଇଥିଲା ନା ଆଜ୍ଞା କଣ ଯାଇଥିଲ? ଠିକ ଅଛି, ଏବେ ଧୀରେ ଧୀରେ ଡେଭଲପ ହେଲାଣି, ଆଜ୍ଞା ହେବା ବି କଥା। ପରିବେଶ ବଢିଆ ବି ଲାଗୁଛି। ହଁ ଯେତେବେଳେ ଆପଣ ଲନ୍ଲିନେସ୍ ଫିଲ୍ କରିବେ ସେତେବେଳେ ପଳେଇ ଆସନ୍ତୁ ସାଙ୍ଗମାନଙ୍କ ସହିତ। ଆଜ୍ଞା ଯୋଉମାନେ ବି ଚାହୁଁଛନ୍ତି କାରରେ ବି ଆସିବା ପାଇଁ ସେମାନେ ବଢିଆ ପ୍ଲେସ୍ ବୁଲିକି ଆସ। କାରରେ ଫ୍ୟାମିଲି ବି ଆସିକି କରିପାରିବେ।